ମା ମା ଆଜି ଦୀପାବଳି ମୁଁ ମୋ ସାଙ୍ଗମାନଙ୍କ ପାଖକୁ ଯିବି ମତେ କିଛି ମିଠା ଦିଅ। ଆଚ୍ଛା ହଉ ଏବେ ଦେଉଛି। ଯାଦୁର ହାଣ୍ଡି ମୋ ଝିଅକୁ କିଛି ମିଠା ଦିଅ। ଚଢ଼େଇର କଥା ସରୁ ସରୁ ଯାଦୁର ହାଣ୍ଡିରୁ ଅନେକ ସାରା ମିଠା ବାହାରିଲା। ସେତେବେଳେ ଦୁଇ କାଉ ସେଠାକୁ ଆସିଲେ। ଏ କଣ ତମେ ମାନେ ଏଠି? ମୋର ସବୁ ଜିନିଷ ଚୋରି କଲା ପରେ ବି କଣ ତମ ମାନଙ୍କୁ ଶାନ୍ତି ମିଳିଲାନି? ପୁଣି ଥରେ ଚୋରି କରିବାକୁ ଆସିଛ? ନା ଚଢ଼େଇ, ଆମେ ଚୋରି କରିବାକୁ ଆସିନୁ। ଆମେ ତତେ କ୍ଷମା ମାଗିବାକୁ ଆସିଛୁ। ଆମକୁ କ୍ଷମା କରିଦେ। ଆମେ ଆଉ କେବେ ବି ଚୋରି କରିବୁନି। ଭଲ ପକ୍ଷୀ ହେଇ ପରିଶ୍ରମ କରିବୁ, ଆଉ ତୋର ସବୁ ଟଙ୍କା ସୁଝିବୁ। ହଠାତ୍ ତମ ମାନଙ୍କର ଏମିତି ପରିବର୍ତ୍ତନ କେମିତି ହେଲା? ଦୁଇ କାଉ ଚଢ଼େଇକୁ ସବୁ ଘଟଣା କହିଲେ। ତମେ ମାନେ ନିଜ ଭୁଲ ବୁଝି ପାରିଲେ ଜାଣି ମତେ ଖୁସି ଲାଗିଲା। ମୁଁ ତମ ମାନଙ୍କୁ କ୍ଷମା କରିଦେଲି। ଆଜି ଦୀପାବଳି, ଏଇ କିଛି ମିଠା ଆଉ ଦୀପ ନିଅ। ଏବେ ଘରକୁ ଯାଇ ଖୁସିରେ ଦୀପାବଳି ପାଳନ କର। ଏମିତି ଚଢ଼େଇ କାଉମାନଙ୍କୁ କ୍ଷମା କରିଦେଲା। କାଉମାନେ ଖୁସିରେ ଚଢ଼େଇକୁ ଧନ୍ୟବାଦ ଜଣାଇ ଦୀପ ଆଉ ମିଠା ନେଇ ଚାଲିଗଲେ। ଚଢ଼େଇ ଆଉ ତାର ଝିଅ ମିଶି ତାଙ୍କ ଘରକୁ ଦୀପରେ ସୁନ୍ଦର ଭାବରେ ସଜେଇଲେ।